ଶନି ଏବଂ କେତୁ ଏକ ଷଷ୍ଠାତକ ଯୋଗ ସୃଷ୍ଟି କରିବେ। ଏହି ଯୋଗ ବର୍ତ୍ତମାନ ପ୍ରଭାବଶାଳୀ ରହିବ। ଷଷ୍ଠାକ ଯୋଗ 25 ନଭେମ୍ବର 2026 ପର୍ଯ୍ୟନ୍ତ ରହିବ। ଏହି ଯୋଗର ପ୍ରଭାବରୁ ଅନେକ ରାଶି ଲାଭବାନ ହେବେ। ତେବେ ଆଗାମୀ 5 ମାସ 5ଟି ରାଶି ଲୋକଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି। ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ। ଶନି ଏବଂ କେତୁ ପରସ୍ପରଠାରୁ ଷଷ୍ଠ ଏବଂ ଅଷ୍ଟମ ଘରେ ଅଛନ୍ତି। ଏହା ଏକ ଷଷ୍ଠାଙ୍ଗ ଯୋଗ ସୃଷ୍ଟି କରେ। ଷଷ୍ଠାଙ୍ଗ ଯୋଗର ଏହି ମିଶ୍ରଣ ଆଗାମୀ 5 ମାସ ପାଇଁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନେକ ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ। ଷଷ୍ଠାଙ୍ଗ ଯୋଗ ବଡ଼ ପ୍ରଭାବ ମେଷ, ମିଥୁନ, ସିଂହ, ବିଛା ଏବଂ ଧନ ରାଶିର ବ୍ୟକ୍ତିମାନେ ଷଷ୍ଠାଙ୍ଗ ଯୋଗର ପ୍ରଭାବରୁ ଲାଭ ପାଇବାର ସମ୍ଭାବନା ଅଛି। ଏହି ରାଶିର ଲୋକମାନେ ନିଜ କ୍ୟାରିୟର ଏବଂ ଚାକିରିରେ ସଫଳତା ପାଇବେ। ଆର୍ଥିକ ଲାଭର ସମ୍ଭାବନା ଅଛି। ଆସନ୍ତୁ ଏହି ରାଶି ଗୁଡ଼ିକ ବିଷୟରେ ଅଧିକ ଜାଣିବା। ମେଷ ରାଶି। ଶନି ଏବଂ କେତୁ ମଧ୍ୟରେ ସ୍ପଷ୍ଟ ହେଉଥିବା ଷଷ୍ଠାଙ୍ଗ ଯୋଗ ମେଷ ରାଶି ପାଇଁ ଲାଭଦାୟକ ହେବ। ମେଷ ରାଶିର ବ୍ୟକ୍ତିମାନେ ସାହସ ଏବଂ ଚାକିରିରେ ସଫଳତା ଅନୁଭବ କରିବେ। ଅଫିସରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ଆପଣ ଆପଣଙ୍କ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ। ଆପଣ ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। ମିଥୁନ ରାଶି। ମିଥୁନ ରାଶି ପାଇଁ ଶନି କେତୁ ସଂଯୋଗ ଶୁଭ ଏବଂ ଲାଭଦାୟକ ହେବ। ଏହି ବ୍ୟକ୍ତିମାନେ ଆର୍ଥିକ ଲାଭ ଅନୁଭବ କରିବେ। ରାଜନୀତି ସହିତ ଜଡ଼ିତ ବ୍ୟକ୍ତିମାନେ ଉଚ୍ଚ ପଦବୀ ହାସଲ କରିବେ। ଆପଣଙ୍କ ଆର୍ଥିକ ପରିସ୍ଥିତି ଉନ୍ନତି ହେବ। ସିଂହ ରାଶି। ସିଂହ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହେବ। ଆପଣ ଆପଣଙ୍କ ଚାକିରି ଏବଂ ବ୍ୟବସାୟରୁ ଲାଭ ପାଇବେ। ନୂଆ କ୍ୟାରିୟର ସୁଯୋଗ ପାଇବେ। ବ୍ୟବସାୟୀମାନେ ଏକ ସଫଳ ଚୁକ୍ତିରୁ ଲାଭ ପାଇବେ। ଆପଣଙ୍କ ପ୍ରଚେଷ୍ଟା ବୃଦ୍ଧି ପାଇବ। ବିଛା ରାଶି। ଶନି କେତୁ ସଂଯୋଗ ବିଛା ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି। ଜୁଲାଇ 2026ରେ ଆପଣ କୌଣସି ଆର୍ଥିକ ପ୍ରତିବନ୍ଧକ ସମ୍ମୁଖୀନ ହେବ ନାହିଁ, କାରଣ ଆପଣଙ୍କ ଆୟ ବହୁତ ବଢ଼ିବ। ଏହା ବ୍ୟତୀତ ସମସ୍ତ ବୟସର ଲୋକଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହେବ। ସମ୍ପର୍କ ମଧ୍ୟ ମଜବୁତ ହେବ ଏବଂ ଆପଣ ସମାଜରେ ପ୍ରଚେଷ୍ଟା ଅର୍ଜନ କରିବେ। ଧନୁ ରାଶି। ଧନୁ ରାଶି ପାଇଁ ଷଷ୍ଠାଙ୍ଗ ଯୋଗ ଶୁଭ ହେବ। ଆପଣ ଆପଣଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ପାଇବେ। ଏକ ବଡ଼ ଚୁକ୍ତି ଲାଭ ଆଣିବ। ଏହା ବ୍ୟବସାୟୀମାନଙ୍କ ପାଇଁ ଏକ ଭଲ ସମୟ।